କାହିଁକି ଜାଣି ଜାଣି ନିଜ ମରଣକୁ ନିଜ ପାଖକୁ ଡାକୁଛ? ତମମାନଙ୍କର ତ ମାନବିକତା ଆଉ ନାହିଁ। ଆମମାନଙ୍କର ମାନବିକତା, ଭାରତୀୟମାନଙ୍କର ମାନବିକତା ଅଛି ବୋଲି ତମମାନେ ଭାରତରେ ଆସିକି ସ୍ଥାନ ନେଇକି ରହିଛ। ଶଳାମାନେ ଯେଉଁ ନିଆଁଟା ଏବେ ଲଗେଇଛ 4 ଦିନ ତଳେ, ସେ ଭାଇଙ୍କୁ ଧନ୍ୟବାଦ ଯେ ସିଏ ତାଙ୍କ ଜାତି ମାନେ ହିନ୍ଦୁ ବୋଲି ସେ କହିଛନ୍ତି। ସେତିକି ତମମାନଙ୍କ ସାମ୍ନାରେ ସେ କହିଛନ୍ତି, ମାନିଛନ୍ତି ସେ ହେଲା। ତମମାନଙ୍କୁ ଶଳା, ତମମାନଙ୍କର ମାନବିକତା ନାହିଁ। ତା ବାପା ମା ସେମାନେ କେମିତି କାନ୍ଦୁଛନ୍ତି, କ'ଣ କରୁଛନ୍ତି, ତମେ ସେଟା ବୁଝିପାରିବ? ତମ ସାମ୍ନାରେ ତମ ଛୁଆମାନଙ୍କୁ ଚିରିକି ଲଙ୍କା ଲୁଣ ଦେଲେ ତମେ ଜାଣିପାରିବ। ଶଳା ତମମାନଙ୍କ ଭିତରେ କିଛି ନାହିଁ। ତମେ ପୁରା ମଣିଷ ମାଂସ ଖାଉଛ ବେ। ତମମାନଙ୍କ ମନରେ କିଛି ନାହିଁ କି ହୃଦୟରେ ବି କିଛି ନାହିଁ। ଶଳା କେବଳ ଭାରତରେ ସ୍ଥାନ ଅଧିକାର କରି ଯେଉଁ ରହିଛ, ବାସ୍ ବହୁତ କମ୍ ଦିନ ଭିତରେ, ଏଇ 5-10 ଦିନ ଭିତରେ ତମେ ଶଳା ବହିଷ୍କାର ହେବ ଭାରତରେ। ଏଇ ତମ ଯେଉଁ ଏଇ ପାଗଳାମି ଗୁଣ ପାଇଁ। ପହଲଗାମରେ ଏମିତି ଗୋଟେ ହେଇଥିଲା ଆଟାକ୍, କାଶ୍ମୀର ସେଟା ନିରୀହ ଲୋକମାନେ ଏମିତି ମରିଥିଲେ। ଗୋଟେ ରାତି ବି ଯାଇନଥିଲା ବେ, ଗୋଟେ ରାତି ବି ଗଲାନି ତମ ପାକିସ୍ତାନ ଜାଳି ପୋଡ଼ିକି ଛାରଖାର ହେଇଗଲା। ତମ ଛୁଆ ସ୍ତ୍ରୀମାନେ ନିଆଁ ପାଣି ପାଇଁ ବ୍ୟାକୁଳ ହେଉଥିଲେ ବେ। ସେଟା ତମେ ଭୁଲିଗଲ। ପାକିସ୍ତାନ ଲୋକ ତ ଯାହା ନାମ ନେଲେ, ଆଉ ବାଂଲାଦେଶ ବେଶୀ ଉତ୍ତୁରୁଛ। 500 ଲୋକ ହେଇକି ଗୋଟେ ଲୋକକୁ ଯେଉଁ ମାରିଦେଲ, ତମେ ଭାବୁଛ ବହୁତ ବଡ଼ ପୁଣ୍ୟ କାମ କରୁଛ। ତମେ ଏକ ଶଳା ମରିବ, ସେଟା ଆମେ ବି ଭିଡ଼ିଓ ଗୋଟେ କରିକି ପୋଷ୍ଟ କରିବୁ, ସେତେବେଳେ ଜାଣିବ। ମାନେ ତମେ ଆଉ ମଣିଷ ହେଇକି ମଣିଷ ମାନବିକତା ହରେଇ ବସିଛ। ତମେ ବହୁତ ଜଲ୍ଦି ଅପେକ୍ଷା କର, କ'ଣ ହେଉଛି। ନିଆଁ ଲଗେଇଛ ତମେ, ବହୁତ ଜଲ୍ଦି ଲିଭିବ। ଅପେକ୍ଷା କର।